ଦେଖନ୍ତୁ ଆପଣ ମାନଙ୍କ ମାଧ୍ୟମରେ ଏଇ ଯେଉଁ ଭଦ୍ରକ ସାଂସ୍କୃତିକ ମହୋତ୍ସବ ଦୀର୍ଘ 9 ବର୍ଷ ଧରି ଚାଲିଛି। ବିଶେଷ କରି ଧନ୍ୟବାଦ ଦେବି ସମସ୍ତ କର୍ମକର୍ତ୍ତା, ବିଶେଷ କରି ବହୁ ସାମ୍ବାଦିକ ବନ୍ଧୁମାନେ ଏହି କାର୍ଯ୍ୟକ୍ରମଟି କରୁଛନ୍ତି। ଯେଉଁ ପ୍ରୟାସରେ ଏ କାର୍ଯ୍ୟକ୍ରମ ହୋଇଥିଲା ଆଜି ନବମ ବର୍ଷରେ ତା ସଫଳତା ପାଇଛି। ନିଶ୍ଚିତ ଆଗକୁ ମଧ୍ୟ ଏ କାର୍ଯ୍ୟକ୍ରମ ଆହୁରି ଆଗକୁ ବଢ଼ିବ ଏବଂ ଇଏ ଆଶା ରଖିବି ଶହ ଶହ ବର୍ଷ ଧରି ଏ କାର୍ଯ୍ୟକ୍ରମ ଚାଲୁ। ଆପଣମାନଙ୍କ ଭଳିଆ ଉଦୟମାନ ସାମ୍ବାଦିକମାନେ ଆସି ଏ ଯେଉଁ କାର୍ଯ୍ୟକ୍ରମ କରାଉଛନ୍ତି ସେପାଇଁ ବହୁତ ବହୁତ ଧନ୍ୟବାଦ। ଏବଂ ସମସ୍ତ ଯେଉଁ ଷ୍ଟଲ୍ ମାନେ ଯେଉଁମାନେ ଆସିଛନ୍ତି, ଯେଉଁମାନେ କଳାକାରମାନେ ଆସୁଛନ୍ତି ତାଙ୍କୁ ଉତ୍ସାହିତ କରିବା ପାଇଁ ଭଦ୍ରକବାସୀ ମାନେ ଆସୁଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ ଏ କାର୍ଯ୍ୟକ୍ରମ ଯେଉଁ ଚାଲିବ ଦୀର୍ଘ 11 ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ସଫଳ ହେବ। ଦେଖନ୍ତୁ ଆଜି ଭଦ୍ରକ ସାଂସ୍କୃତିକ ମହୋତ୍ସବର ଉଦ୍ଘାଟନୀ ସନ୍ଧ୍ୟା ଉଦ୍ଘାଟନୀ ସନ୍ଧ୍ୟାରେ ମୁଁ ସାମିଲ ହୋଇଥିଲି। ଆମେ ସମସ୍ତେ ଜାଣିଛନ୍ତି ମହୋତ୍ସବର ଲକ୍ଷ୍ୟ କ'ଣ, ଉଦ୍ଦେଶ୍ୟ କ'ଣ, ଯେଉଁ କଥା ମୁଁ ବକ୍ତବ୍ୟ ମଧ୍ୟ କହିଛି। କେବଳ ମହୋତ୍ସବ ଆମକୁ ଆମୋଦ ପ୍ରମୋଦ କରିବାର ସୁଯୋଗ ଦେଇନଥାଏ। ମହୋତ୍ସବ ଏ ଅଞ୍ଚଳର ଆମ ଜିଲ୍ଲାର ସଂସ୍କୃତି, ଐତିହ୍ୟ, ପରମ୍ପରାକୁ ଆଗାମୀ ପିଢ଼ି ମଧ୍ୟରେ କିପରି ଆଗାମୀ ପିଢ଼ି ମଧ୍ୟ ଆକର୍ଷିତ କରିବା ଏବଂ ଆମ ପରମ୍ପରାକୁ କିପରି ଉଜ୍ଜୀବିତ ରଖିବା, ସେ ହେଲା ମହୋତ୍ସବର ମୂଳ ଲକ୍ଷ୍ୟ ଉଦ୍ଦେଶ୍ୟ। ଯେହେତୁ ଭଦ୍ରକ ନାମରେ ଏ ମହୋତ୍ସବଟି ସମର୍ପିତ ହୋଇଛି, ଏ ଅନୁଷ୍ଠାନର ସମସ୍ତ ସଦସ୍ୟମାନଙ୍କୁ ଅନୁରୋଧ କରିବି, ଭଦ୍ରକ ଯେହେତୁ ଭଦ୍ରକକୁ ପ୍ରତିନିଧିତ୍ୱ କରୁଛି ଜିଲ୍ଲାକୁ, ତ ଇଏ ମହୋତ୍ସବର ବିଶେଷତା ଅନ୍ୟ ମହୋତ୍ସବ ଠାରୁ ନିଶ୍ଚିତ ସ୍ୱତନ୍ତ୍ର ହେବାର ଆବଶ୍ୟକତା ଅଛି। କାରଣ ଆମେ ସମସ୍ତେ ଜାଣିଛନ୍ତି ମୁଗଲମାନେ, ଇଂରେଜମାନେ କହିଥିଲେ ଯଦି କୌଣସି ଜାତି କିମ୍ବା କୌଣସି ଦେଶକୁ ବିଲୁପ୍ତ କରିବାର ଅଛି, ସର୍ବପ୍ରଥମେ ତାଙ୍କର ସଂସ୍କୃତି ସଭ୍ୟତାକୁ କୋଠାରଘାତ କର, ତାପରେ ଆପେ ଆପେ ସେ ଜାତି ସେ ଦେଶ ବିଶ୍ୱ ମାନଚିତ୍ରରୁ ବିଲୁପ୍ତ ହୋଇଯିବ। ଆଜି ସେ ସମୟ ନ ଆସୁ, ପ୍ରଭୁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ଆମ ସଭ୍ୟତା, ଆମ ସଂସ୍କୃତି କିପରି ଜୀବିତ ରହୁ ଏବଂ ଆଗାମୀ ପିଢ଼ି ମଧ୍ୟରେ ଉଜ୍ଜୀବିତ ରହୁ। ଏତିକି ମୋର ଅନୁଷ୍ଠାନ କମିଟି ନିକଟରେ ପ୍ରାର୍ଥନା ଏବଂ କାମନା। ଧନ୍ୟବାଦ।